हेमंत दास क्षेत्र मालिका प्रमाणित क्षेत्र सुखभद्रा कूल ठाकुर लीला हम बोली मालिकार प्रमाण अच्छी अनंतर आविर्भाव ये कराही जेहेतु सत्यजुगर आगमन वर्तमान अनंतर मंदिर प्रतिष्ठा है सत्यजुगर खेला लीला ये हम बोली ठाकुर प्रमाण अच्छी। शरद कुमार लेंगा ग्राम माला शासन मु श्री अनंत गोपाल मंदिर जो आमर अच्छा तत्वावधारक श्रीयुक्त कमलाकांत दास तांको संस्पर्श रे आसी ये आध्यात्मिक परिवेश भितर निजक संयुक्त करिछि एवं आमर आपणकर ए मंदिर संपर्क निकटवर्ती आमर अच्युतानंद पीठ पद्मवन लेम्बाड़ सहित संपृक्त जो भाव में अतीत 1500 मसीहा बेलू 1500 ख्रीष्टाब्द जगन्नाथ मंदिर को केन्द्र करी अनेक मठ मंदिर ओडिशा सारा गढ़ी उठी ठीक से भाव में मालिकाकार भविष्यकार ओडिशार पंचमहंत मान मध्यरु श्रेष्ठ एवं जड़े आत्मज्ञानी अच्युतानंद दास तांकर कुंडीकल्प वर्णनानुजाई मुझे तो पदटा पढ़ुनी खाली एति संकेत देवी सूचना आपन को देवी सुक नदीर पूर्व भाग में मौदा नामक ग्राम मोर अंशरे से दिव्य पुरुष जड़े आविर्भूत हेबे एवं तांकर प्रचेष्टार ए अंचल हरिनामर प्रचार प्रसार कलिर शेष भाग में चलिबो एवं बहुत भगवान जगन्नाथ सहित से आध्यात्मिक चिंताशील व्यक्ति माने तांको सहित संलग्न संयोजित हेबे तेणु यही भाव में बाबा बा आश्रम अधिष्ठाता मंदिर अधिष्ठाता श्रीयुक्त कमलाकांत दास महोदय सहित ओडिशार बहुपुरपल्ली अनेक भक्त आध्यात्मिक चेतनाशील व्यक्ति माने संश्लिष्ट अच्छा मंदिर कार्य में जोग दौरान प्रोक्त मंदिरटी
ପ୍ରୋକ୍ତ ମନ୍ଦିରଟି ବାବା କମଳାକାନ୍ତ ଦାସଙ୍କର ସ୍ୱୀୟ ପ୍ରଚେଷ୍ଟାରେ ଏବଂ ଭକ୍ତମାନଙ୍କର ମାନସିକ ସାହାଯ୍ୟରେ ବାବା କାହାଠାରୁ ପଇସାଟିଏ ଗ୍ରହଣ କରିନାହାନ୍ତି। ବାବାଙ୍କର ପ୍ରଚେଷ୍ଟା ଆଉ ଅନ୍ୟ ଭକ୍ତ ସମାଜ ମାନଙ୍କର ମାନସିକ ବଳରେ ଏହି ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିଲା 26/11/2017 ମସିହାରେ ମାର୍ଗଶିର ଶୁକ୍ଳ ସପ୍ତମୀ ସେଦିନ ଏବଂ ଏ ମନ୍ଦିର କାର୍ଯ୍ୟ ପରିସମାପ୍ତି ଘଟିଥିଲା 30/8/2024 ଭାଦ୍ରବ କୃଷ୍ଣ ଦ୍ୱାଦଶୀ ତିଥିରେ। ଏହି ମନ୍ଦିରର ଉଚ୍ଚତା ହେଉଛି 42 ଫୁଟ, ଦୈର୍ଘ୍ୟ 35 ଫୁଟ, ପ୍ରସ୍ଥ ମଧ୍ୟ 15 ଫୁଟ ଏବଂ ଏ ମନ୍ଦିରରେ ପ୍ରତ୍ୟେକ ଦିନ ଠାକୁରଙ୍କର ଦିବ୍ୟ ନୀତି ବେଦାନୁଯାୟୀ ବେଦାନୁମୋଦିତ ଭାବରେ ସମ୍ପନ୍ନ କରାଯାଏ। ପ୍ରତ୍ୟହ 3 ଧୂପ ଏବଂ 5 2012 ମସିହା ଆଉ ଅକ୍ଟୋବର 16 ତାରିଖ ଠାରୁ ଏଠି ପୂଜା ଆରମ୍ଭ କରିଛି। ଆଉ ବହୁତ ଆଡ଼ୁ ସବୁ ଭକ୍ତ ଆସୁଛନ୍ତି ଆଉ ବାବା ଯାହା ଦିଅନ୍ତି ଉପକୃତ ହେଉଛନ୍ତି। ଉପକୃତ ନହେଲେ ଆସିବେ କି? ଆଜି ଯେଉଁ ମନ୍ଦିରଟା ହେଇଛି ମୋର ଅନୁମାନ ହେଉଛି 25 ଲକ୍ଷରୁ ଉର୍ଦ୍ଧ୍ୱ ହେବ ଆଜି ହେଇଛି। କାହିଁକି? ତାର ମାହାତ୍ମ୍ୟ ଅଛି। ଗୋଟା କଥାରେ ଅଛି ନିଆଁ ନଥିଲେ ଧୂଆଁ ବାହାରିବନି। ମାହାତ୍ମ୍ୟରେ ନିଆଁ ଅଛି ବୋଲି ଆଜି ଧୂଆଁ ବାହାରୁଛି। ଏ ହେଉଛି କଥା। ଆଉ ଗୋଟେ କଥା ହେଉଛି ଏଠି ଯେଉଁ ଭକ୍ତମାନେ ଆସନ୍ତି ତାଙ୍କୁ କିଛି ଯାଚନା କରାଯାଏ ନାହିଁ। କାହିଁକି ଯାଚନା କରାଯାଏ ନାହିଁ? ନା ଯେଉଁଠି ବିଭୁ କୃପା ଥାଏ, ଯେଭଳି ଭାବରେ କି ଆପଣଙ୍କର ଭାଗବତରେ ଗୋଟେ ପଦ ଅଛି, ସାଧୁ ଯେ ମଳେୟ ପବନ କାଷ୍ଠକୁ କରନ୍ତି ଚନ୍ଦନ। ସେଇଭଳି ଭାବରେ ଚନ୍ଦନର ବାସ୍ନାରେ ଯେମିତି ସମଗ୍ର ଦିଗ ଅଞ୍ଚଳ ମହକି ଉଠେ, ସେଇଭଳି ବିଭୁ କୃପାରେ ବା କୃପାପ୍ରାପ୍ତ ହୋଇ ବାବାଙ୍କ ନିକଟକୁ ଅନେକ ଭକ୍ତ ଅନେକ ଆଶା ନେଇକରି ଆସନ୍ତି ଏବଂ ସେମାନେ କେବଳ ଠାକୁରଙ୍କର ଛଡ଼ା ତୁଳସୀ ଏବଂ ଆଉ ଭସ୍ମ ଏହାକୁ ବାବା ଦେବା ଦ୍ୱାରା ସେମାନେ ମଧ୍ୟ ଆରୋଗ୍ୟ ଲାଭ କରନ୍ତି। କିନ୍ତୁ କାହାଠାରୁ କୌଣସି ବାବଦରେ କିଛି ଦାନ ଗ୍ରହଣ କରାଯାଏ ନାହିଁ। ଏ ହେଉଛି ଏ ଧାମର ବୈଶିଷ୍ଟ୍ୟ।